ଦେଖନ୍ତୁ ମୁଁ ଗୋଟିଏ ମାଣ ଧରିଛି। ଏଇଥିରେ ମାଣେ ହେଲେ ଗୋଟିଏ କିଲୋ। ଏ ମାଣଟି ମୋତେ ମୋ ବୋଉ ଦେଇଥିଲା। ମୁଁ 3 କିଲୋ ଚାଉଳ ବଛା ବଛି କରିକି ଆଣି ବତୁରେଇବାକୁ ନେଉଛି। ଆପଣମାନଙ୍କୁ ଖାଲି ମାପଟା ଦେଖିବା ପାଇଁ ଏଠି ଆଉ ଥରେ ମାପିଲି। ମୋ ବୋଉ ସବୁବେଳେ କହେ 2 ଥର ମାପିଲେ ଚାଉଳ ଭାଙ୍ଗେ। ମୁଁ କିଛି ବୁଝିପାରେନି, ମାନେ ଟିକେ କମିଯାଏ। ସତକୁ ସତ ମୁଁ 3 ମାଣ ମାପିକି ଆଣିଲି, ଏଠି ମୋତେ ଲାଗିଲା ଟିକେ କମିଗଲା ପରି। ଯାହା ବି ହଉ, ଏଇ 3 ମାଣ ଚାଉଳକୁ ନେଇ ମୁଁ ପାଣିରେ ଭଲ ରକମ ଭିଜେଇ ଦେଲି। ଆଗରୁ ଭଲରେ ବାଛି ଦେଇଥିବେ, ଗୋଡ଼ି ଧାନ ଯେମିତି କିଛି ନ ରହିବ। ଧାନ ରହିଲେ ପିଠା ମଝିରେ ଯଦି ସେ ଚଷୁ ଲାଗିଯିବ, ପିଠା ଆଦୌ ସୁଆଦ ଲାଗିବନି। ଗୋଡ଼ି ସିନା ଗଡ଼େଇକି କାଢ଼ିଦେବେ, ଧାନ କିନ୍ତୁ ବାଛିବା ବଡ଼ ମୁସ୍କିଲ। ଏବେ ତ ବହୁତ ପ୍ୟାକେଟ ଚାଉଳରେ କିଛି ନାହିଁ। ଆମର ଯେହେତୁ ଦେଶୀ ଚାଉଳ, ମୁଁ ତାକୁ ଭଲ ରକମ ବାଛି ଦେଇଥିଲି। 4 ଘଣ୍ଟା ବତୁରିଲା ପରେ ତାକୁ ଛାଣିଦେଲି। ଖାଇ ପିଇକି ଟିକିଏ ଗଡ଼ପଡ଼ ହେଇ ଚାଉଳ କୁଲାକୁ ଧରି ଆସିଲି। ଶିବ ଆଇଲା କୁଟିବାକୁ। ଗୁଲିରି କହିଲା, ତୁ ବସ ମୋ ବୋଉ, ମୁଁ ଚଲେଇଦେବି। ତା ଲାଙ୍ଗୁଡ଼ ହେଇ ତା ଝିଆରୀ ଆସିଲା। ଯାହା ବି ହଉ, ଚୁନା ତକ କୁଟା ହେଇଗଲା। ତାପରେ ଏଇଟା 1 କିଲୋ ଗୁଡ଼ ମୁଁ ମଗେଇ ଆଣିଥିଲି। ଏ ଗାରଟି ପକେଇଲି ଏଇଥିପାଇଁ ଯେ ମୁଁ 750 ଗୁଡ଼ ଖର୍ଚ୍ଚ କରି ପିଠା କରିବାକୁ ଇଚ୍ଛା କରୁଛି। ସେ ଡେକ୍ଚିରେ 2 କପ୍ ପାଣି ଦେଇଛି। ଆଉ ଏ ଗୁଡ଼କୁ ସେଠିକି ମୁଁ କାଢ଼ୁଛି। ଗୋଟେ ଢେଲା ଗୁଡ଼ ମିଳେ, ଟାଣ ଗୁଡ଼। ସେ ଟାଣ ଗୁଡ଼ଟା ଆଣିଲେ ଯନ୍ତଣୀ କରିବାକୁ ଟିକେ ବହୁତ ସମୟ ଲାଗିବ, ଆଉ ପାଣି ଟିକେ ଅଧିକ ଦେବାକୁ ପଡ଼ିବ। କାହିଁକିନା ଗୁଡ଼ଟା ବତୁରିଲେ ତ ପୁଣି ଫିଟିକି ପାଗ ହବ ନା। ହେଲେ ଏଇ ଗୁଡ଼ଟା ସବୁଠୁ ଭଲ। ଏ ଗୁଡ଼ରେ ମୁଁ 2 କପ୍ ପାଣି ଦେଇଥିଲି। ଯଦି ଆପଣ ମାଠିଆ ଗୁଡ଼ ବା ପାଣିଆ ଗୁଡ଼ ଆଣିବେ, ମାତ୍ର ଟିକିଏ ପାଣି ଦେବେ, ବେଶୀ ପାଣି ଦେବା ଦରକାର ନାହିଁ। ସେ ପାଣିରେ ଟିକେ ପଚପଚ କରିଦେଇ ମୁଁ ଗ୍ୟାସ୍ ଲଗେଇଲି, ଆଉ ସେ ଗୁଡ଼କୁ ବସେଇଲି। ଆପଣ ଗୁଡ଼ ପାଗ ଛାଡ଼ି କିନ୍ତୁ କୁଆଡ଼େ ଯିବେନି, ତାକୁ ଚଲଉଥିବେ। ଏଇଠି ଦେଖନ୍ତୁ ଧୀରେ ଧୀରେ ସେ ଗୁଡ଼ କେମିତି ଫୁଟିକି କେମିତି ଦେଖାଗଲାଣି। ଗୋଟେ ଗିନାରେ ଅଳ୍ପ ଟିକେ ପାଣି ଆଣନ୍ତୁ। ମୁଁ ଯେମିତି କରୁଛି ସେମିତି ପାଣି ଦେହରେ ସେ ଗୁଡ଼ ପାଗରୁ ଟିକେ ପକେଇବେ। ଏତିକି ବେଳେ ଟିକେ ଫ୍ଲେମ୍ଟା କମେଇ ଦେଇଥିବେ, କାହିଁକିନା ଇଆଡ଼େ ଆପଣ ପାଗ ଦେଖୁ ଦେଖୁ ସିଆଡ଼େ ଗୁଡ଼ ପୋଡ଼ିଯିବ। ଆମ ବେଳେ ସିନା 3 କିଲୋ 4 କିଲୋ ଗୁଡ଼ରେ ଗଉଣିଆ 1.5 ଗଉଣି ଚାଉଳ ଆମେ ପାଗ କରୁଥିଲୁ। ଇଏ ତ 750 ଗୁଡ଼। କିଲେ ଚାଉଳ ହେଲେ ଢେର, ମୁଠାଏ ବି ବଳି ପଡ଼ିବ। ମୁଁ ସବୁବେଳେ ଟିକେ ଅଧିକ କରି କହିଥାଏ, ମୁଠାଏ ଚାଉଳ ବଳି ପଡ଼ିଲେ ଚଳିବ। ଯଦି କମିଯାଏ ଆପଣ କେତେ ହଇରାଣ ହେବେ କହିଲେ। ଇଏ ତ 3 କିଲୋ ଯାକ ଚାଉଳ, ହେଲେ 750 ଗୁଡ଼ରେ ସେଇ 900 କି କିଲେଠୁ ଟିକେ କମ୍ ଚାଉଳ ଲାଗିବ। ହେଲେ ବଳକା ଚାଉଳରେ ଆମର ଅନ୍ୟ କାମ କରିବାର ଅଛି। ଯଦି ଆପଣ କିଲେ କି ତାଠୁ ଅଧିକ ଗୁଡ଼ ନେଇଯିବେ, ଚାଉଳ ମାତ୍ର କିଲେ ଗୁଣ୍ଡ କରିଥିବେ। ପାଗ ଯଦି ପାଣିଆ ହେଇଗଲା, କି ହଇରାଣ କଥା କହିଲେ। ସେଇଥିପାଇଁ ମୁଁ ଏମିତି ପାଗ ହିଁ କହେ। ଆଉ ସବୁବେଳେ ତ ମୁଁ ଗୋଟିଏ କଥା କହେ, ନିଜେ ଗୋଟେ କାମ 3-4 ଥର ନ କରିଲେ ଆପଣଙ୍କୁ ମୁଁ ଯେତେ ବତେଇଲେ ବି ସେଟା ଏତେ ପରଫେକ୍ଟ ହବନି। ଅବଶ୍ୟ ଜଣ ଜଣଙ୍କ ହାତରେ କାମ ଗୁଡ଼ା ବହୁତ ଶୀଘ୍ର ଉଠେ, ସେଇଟା ତ ଗୋଟେ ଅଲଗା ଜିନିଷ। କିନ୍ତୁ ରୋଷେଇଟା ଗୋଟେ ଏମିତି ଜିନିଷ, ଯିଏ ଯେତେ କହିଲେ ବି ସମସ୍ତଙ୍କ ରୋଷେଇ କରିବାର ଶୈଳୀ ଅଲଗା। ଆମେ ଅନ୍ୟଠୁ ଶିଖିବା ନିଶ୍ଚୟ, କିନ୍ତୁ 3-4 ଥର କରିଲା ପରେ ସେଇଟା ଆମ ଶୈଳୀରେ ପଡ଼ିଯାଏ। ହେଇଠି ଦେଖନ୍ତୁ ଚୁନା ଠିକ୍ ପଡ଼ିଗଲା ପରେ ମୁଁ ଲିଭେଇ ସାରିଲିଣି ଗ୍ୟାସ୍। ଆକୁ ଭଲ କରି ଘଣ୍ଟା ଘଣ୍ଟି କରିଦେବେ। ସେଇ ତାତିରେ ହିଁ ଏଇଟା ହେଇଯିବ। ଅଧିକ ସମୟ ଲଗେଇ ରଖିଲେ ତଳ ଆଡ଼ୁ ଲାଗିଯିବ। ଭଲ ଭାବରେ ମିଶେଇବେ, ଯେମିତି ଆଦୌ ବିଣ୍ଡା ରହିବନି। ଏସବୁ କାମରେ ମୋଟେ ତରବର ହେବେନି। ଦେଖୁନାହାନ୍ତି ଯନ୍ତଣୀଟା ଭଲ ହେଇନି, ପୁରା ମିଶି ଯାଇଛି, ଆଉ ଟିକେ ବି ବିଣ୍ଡା ନାହିଁ। ତାକୁ ମୁଁ କିଛି ସମୟ ପାଇଁ ଛାଡ଼ିଦିଏ। ମୁଁ ସବୁବେଳେ ଟିକେ ପତଳା ପାଗ କରେ, ଆଉ ଘଣ୍ଟାଏ ଖଣ୍ଡେ ଛାଡ଼ିକି ଥଣ୍ଡା ହେଇଗଲା ପରେ ଆରାମସେ ପିଠା ଗଢ଼ି ଦିଏ। କେତେଜଣ କହନ୍ତି ଗରମ ଗରମ ଛାଣନ୍ତି ଆରିସା ପିଠା, ମୁଁ ସେମିତି କେବେ ହେଲେ କରେ ନାହିଁ। ଦେଖିଲେ ତ ପିଠା ପଡ଼ିଗଲା ତେଲରେ, ଏବେ ଛଣା ହେଇଯିବ। ଆଉ ଥଣ୍ଡା ହେଲା ପରେ ଆପଣ ତାକୁ ଖାଇବେ। କେମିତି ସୁନ୍ଦର ଭାବରେ ଫୁଲୁଛି ଦେଖିଲେ। ମୋ ଶାଶୁ କହନ୍ତି, ଯୋଉ ପିଠାର ଚୋପା ଛାଡ଼ିଲା ସେ ପାଗଟା ପୁରା ପରଫେକ୍ଟ। ମୋ ପାଗଟି ପରଫେକ୍ଟ ହେଇଛି କି ନାହିଁ କୁହନ୍ତୁ, ଆଉ ବନାନ୍ତୁ।